ଗତକାଲି ଥିଲା ବୁଧବାର। କଟକରେ ଆମର ଗୋଟେ କାମ ଥିବାରୁ ପ୍ରାୟ 11:15-20 ବେଳକୁ ଆମେ ଦିହେଁ କଟକ ବାହାରିଗଲୁ। ମୋତେ ଭାରି ଢୋଳ ଲାଗୁଥିଲା। ରାସ୍ତାରେ ଗାଡ଼ି ଦ୍ରୁତ ଗତିରେ ଚାଲିଥିଲା। ପରିବେଶ ବହୁତ ଭଲ ଲାଗୁଥିଲା। ମୁଁ କିନ୍ତୁ ମନେ ପକାଉଥିଲି ପୂର୍ବ ଦିନର କଥା ସବୁ, ଆଉ ମଝିରେ ମଝିରେ ଇଏ ମୋତେ ଯାହା ପଚାରୁଥିଲେ ତା'ର ଉତ୍ତର ବି ଦେଉଥିଲି। ପୂର୍ବଦିନ ମାନେ ସୋମବାର ଦିନ ସନ୍ଧ୍ୟାବେଳେ ମୁଁ ଘରୁ ବାହାରିଲି ମୋର ଭଣଜାଙ୍କ ସାଙ୍ଗରେ ଗୋଟିଏ 2 ଚକିଆ ଯାନରେ। ମନରେ ଗୋଟେ ଖୁସି ଏଇଆ ଯେ ମହାପ୍ରଭୁଙ୍କ ଦର୍ଶନ କରିବି। ଯାହା ସୁବିଧା ମିଳିଲା ସେଥିରେ ଚାଲିଲି। ଭଲ ଭାବରେ ସାଜିସୁଜି ହେଇ ପଡ଼ିଲି। ଆଣ୍ଠୁରେ ନି କ୍ୟାପ୍ ଲଗେଇଦେଲି ଆଉ ଅଣ୍ଟାରେ ବେଲ୍ଟ ଭିଡ଼ିଦେଲି। ମାଇଁ ଭଣଜା ବାହାରିଲୁ। ବାହାରିକି ଯାଇ ଦେଖିଲା ବେଳକୁ ବାଇକ୍ର ଯେଉଁ ପଛ ଲୁହାଟା ତାଙ୍କର ନାହିଁ। ମୁଁ ତ ଏକଥା ଜାଣିନି କି ଭାବିନି। ବ୍ୟାଗ୍ଟେ ବଡ଼ କରିଦେଇଛି। ଯେହେତୁ ବର୍ଷା ଦିନ ଟିକେ ଅଧିକ ଲୁଗାପଟା ଧରିଥିଲି। ଏତେ ତରତରରେ ବାହାରି ଯାଇଥିଲି ଯେ ଆଙ୍କୁ ପ୍ରଣାମ କରିବାକୁ ମୋର ମନେ ନଥିଲା। ମୁଁ ଯୁଆଡ଼େ ଗଲେ ତାଙ୍କୁ ପ୍ରଣାମ କରିକି ଯାଏ। ବୋଧହୁଏ ମୁଁ ଆଗରୁ କେବେ ଏକଥା ଆପଣମାନଙ୍କୁ କହିନି। ଆଜି ଦୈବାତ୍ ତାଙ୍କୁ ପଦାରେ ପ୍ରଣାମ କଲି। ବୋହୂକୁ କହିଥିଲି ମୋ ଯିବାବେଳର ଭିଡ଼ିଓ କରିବାକୁ, ତ ସେଇଟା ଭିଡ଼ିଓରେ ବି ରହିଯାଇଥିଲା। ଏଇଟା କିଛି ଗୋଟେ ଲୁଚେଇବାର କଥା ନୁହେଁ ବା ଖରାପ କଥା ନୁହେଁ। ଆମେ ମାଇଁ ଭଣଜା ଗୋଟିଏ ଲୟରେ ଗଲୁ ଯେ ଯାଇକି ଯେଉଁ ଟୋଲ୍ ଗେଟ୍ ପରେ ଗୋଟେ ଚା ଦୋକାନରେ ରହିଲୁ। ସେ ଚା ଦୋକାନୀକୁ ବହୁତ ଧନ୍ୟବାଦ। ସେ ଆମ ପାଇଁ 2 କପ୍ ନାଲି ଚା ବନେଇ ଦେଲେ। ମୁଁ କିଛି କହିନଥିଲି। ସେଇଠି ଭଣଜାଙ୍କୁ କହିଲି ଟିକେ ବ୍ୟାଗ୍ ବଦଳେଇ ଦେବା, ଯେହେତୁ ବାଇକ୍ର ଧରିବାଟା ନାହିଁ ମୋତେ ଟିକେ ଅସୁବିଧା ହେଉଛି। ଆମେ ବଡ଼ଦାଣ୍ଡ ପଟେ ନ ଯାଇ ଗୋଟେ ଅନ୍ୟ ପଟରେ ଗଲୁ, ଯେଉଁ ବାଟ ଆମକୁ କାର୍ତ୍ତିକ ବତେଇଥିଲେ। ଆଉ ସିଏ ବି ଆମ ପାଇଁ ରହିବା ପାଇଁ ଗୋଟେ ଜାଗା କରିଥିଲେ। ଆମେ ସେଠି ବ୍ୟାଗ୍ ପତ୍ର ରଖିଦେଇ ଅଟୋ ଧରି ବଡ଼ଦାଣ୍ଡକୁ ବାହାରିଲୁ। ସେତେବେଳକୁ ସମୟ 9:30 ପରେ ହେଲାଣି। ରାତି ଦିନର ଫରକ ବା ଶାରୀରିକ କ୍ଳାନ୍ତିର କିଛି ଆଭାସ ବି ଲାଗୁନଥିଲା। ସେଇ ବଡ଼ଦାଣ୍ଡରେ ଦେଖିବା ପାଇଁ ତ ଏତେ କଷ୍ଟରେ ଧାଇଁକି ଯାଇଛି। ଆମେ ଯାଇ ସେଠି ବୁଲୁଥିଲୁ ଆଉ ରଥ ଖଳାରେ ଅର୍ଦ୍ଧସଜ୍ଜିତ 3 ରଥକୁ ମନ ଭରି ଦେଖୁଥିଲୁ। ଝାପ୍ସା ଆଲୁଅରେ ଶ୍ରୀମନ୍ଦିର ବି ସୁନ୍ଦର ଦେଖାଯାଉଥିଲା। ଶ୍ରୀମନ୍ଦିର ଶ୍ରୀ ଜଗନ୍ନାଥ ସବୁବେଳେ ହିଁ ସୁନ୍ଦର। ସେଇଥିପାଇଁ ତ ଲକ୍ଷ ଲକ୍ଷ ଭକ୍ତ ନିଜର ସବୁ ଜଞ୍ଜାଳକୁ ପଛରେ ପକାଇ ସେଇଠିକି ଧାଇଁ ଆସନ୍ତି। ଆମେ ସେଠି ବୁଲାବୁଲି କଲା ପରେ ଭାବିଲୁ ଯେହେତୁ ମନ୍ଦିର ଖୋଲା ଅଛି ଆଉ ଭିତରକୁ ପ୍ରବେଶ ସୁବିଧା ଅଛି, ତାହେଲେ ମନ୍ଦିରକୁ ଟିକେ କାହିଁକି ନ ଯିବୁ। ଆମେ ମନ୍ଦିର ଭିତରକୁ ଯିବାକୁ ନିଜ ଭିତରେ କଥାବାର୍ତ୍ତା କରୁଛୁ। ସେ ଚିତା ଝୋଟି ସବୁ ପାଣି ପଡ଼ିକି ପୁରା ଝଲମଲ ହେଉଥାଏ। ଆମେ ତାକୁ ବହୁତ ସମୟ ନିରୀକ୍ଷଣ କରୁଥାଉ। ତଳ ଚିତାକୁ ଥରେ ଅନେଇଲେ ଥରେ ମହାପ୍ରଭୁଙ୍କର ନୀଳଚକ୍ରକୁ ଅନଉଥାଉ। ସେ ଜାଗା ଛାଡ଼ି ଆସିବାକୁ ଇଚ୍ଛା ହେଉନଥାଏ। ସମୟ କିନ୍ତୁ ଅତିକ୍ରାନ୍ତ ହେଉଥାଏ। ମନ୍ଦିର ଭିତରକୁ ଯିବାକୁ ଯେହେତୁ ଯୋଜନା କରିସାରିଲୁଣି, ତେଣୁ ସେଠୁ ବାହାରିବାକୁ ଭାବୁଛୁ। ଏତିକି ବେଳକୁ ମୋର ଜଣେ ଜୀବନ ସରାଗ ପରିବାରର ଝିଅ ଆସି ପହଞ୍ଚିଲେ। ତାଙ୍କର ବି ଗୋଟେ ଚ୍ୟାନେଲ୍ ଅଛି। ମୁଁ ଦୁଃଖିତ, ମୋର ମନେ ରହୁନି, ଟିକେ ସେଇଟା ଭୁଲି ଯାଇଛି। ଯଦି ମନେ ପଡ଼ିଯିବ ତ ଅନ୍ୟ କେଉଁ ଭିଡ଼ିଓରେ ବି କହିବି। ଆମେ ବହୁତ ସମୟ ସେଠି କଥାବାର୍ତ୍ତା ହେଲୁ ଆଉ ଭାବର ଆଦାନ ପ୍ରଦାନ ହେଲୁ। ମୁଁ ତ ସବୁବେଳେ କହେ ଯେ ମୋଠୁ ଯେଉଁମାନେ କନିଷ୍ଠ, ଯେଉଁମାନେ କିଛି ଭଲ ଜିନିଷ କରୁଛନ୍ତି ଭିଡ଼ିଓ ମାଧ୍ୟମରେ, ସେଇଟା ସେମାନଙ୍କୁ କରିବା ପାଇଁ ମୁଁ ଉତ୍ସାହିତ କରେ। ଆଉ ଯେଉଁମାନେ ପଇସାକୁ ଦୃଷ୍ଟିରେ ରଖି ଭିଉ ବଢ଼ାଇବା ପାଇଁ ବହୁତ ତଳକୁ ଖସି ଯାଉଛନ୍ତି, ସେମାନଙ୍କୁ ତ ମୁଁ କେବେ ବି ସହଯୋଗର ହାତ ବଢ଼ାଇବିନି। ସେ ଝିଅ ଜଣଙ୍କର ନିଜର ଗୋଟେ ଚ୍ୟାନେଲ୍ ଥିବାରୁ ମୁଁ ତାଙ୍କୁ ଉତ୍ସାହିତ କରିଥିଲି। ଆଉ ସାଙ୍ଗ ହେଇକି ଆମେ ସେଠି ଗୋଟେ ଭିଡ଼ିଓ କରିଥିଲୁ। ତାପରେ ସେ ସେଠୁ ବିଦାୟ ନେଲେ ଆଉ ଆମେ ଶ୍ରୀମନ୍ଦିର ଭିତରେ ପ୍ରବେଶ କଲୁ। ସେଦିନ ସବୁଥର ହିଁ ଶ୍ରୀମନ୍ଦିରକୁ ଗୋଟେ ଭିନ୍ନ ଅନୁଭବ ମିଳେ। ଆଉ ସେଦିନ ଗୋଟେ ଚମତ୍କାର ଦହି ଅନ୍ନ ଖାଇକି ଆମେ ଫେରି ଆସିଲୁ। ଆଉ ରାତି ପାଖାପାଖି 1 ହେଇଯାଇଥିଲା। ଆମେ ଶୋଇପଡ଼ିଲୁ। ପରଦିନ ସକାଳୁ ଉଠି ଆମେ ଯେଉଁଠି ଥିଲୁ, କାର୍ତ୍ତିକଙ୍କ ଭଉଣୀ ଘର, ତାଙ୍କ ଛାତ ଉପରକୁ ଗଲି। ଜାଗା ଅଧିକ ଥାଉ ବା କମ୍ ଥାଉ, ସେଇଟା କଥା ନୁହେଁ, କଥା ହେଉଛି ମନୋଭାବର। ତାଙ୍କ ଛାତ ଉପରେ ସେ ବହୁତ ସୁନ୍ଦର ଗଛ ସବୁ ଲଗେଇଥିଲେ। ଆଉ ତାଙ୍କ ହାତରେ ମୁଁ ଭାବିଲି ଗଛ ବଞ୍ଚିବାର ଯେଉଁ କଳାଟା ଅଛି। କୋଡ଼ୁଆ ଭିତରେ ଏତେ ଚମତ୍କାର ଗଛ ସବୁ, ଏତେ ହୃଷ୍ଟପୃଷ୍ଟ ପୋଇ ସବୁ ଦେଖିକି ମୋତେ ଭାରି ଖୁସି ଲାଗିଲା। ମୁଁ ଚାରିପଟକୁ ଅନଉଥିଲି। ଆଜିକାଲି ଯେହେତୁ ବଡ଼ ବଡ଼ କୋଠା ହେଇଗଲାଣି, ସେଠୁ ଆଉ ମହାପ୍ରଭୁଙ୍କ ଶ୍ରୀମନ୍ଦିର ଦେଖାଯାଉନଥିଲା। ତାଙ୍କ ଘର ପଛପଟେ ଟ୍ରେନ୍ ଲାଇନ୍, ଆଉ ସେଠି ନୂଆ ହେଇ ଗୋଟେ ଓଭରବ୍ରିଜ୍ ବନାଯାଉଛି। ବହୁତ ସମୟ ଆମେ ଛାତରେ ବୁଲାବୁଲି କରି ଚାରିପଟର ପରିବେଶକୁ ଦେଖୁଥିଲୁ। ସେତେବେଳକୁ ଆମ କେଉଁଝର ଟ୍ରେନ୍ ଆସିଲା। ବୋଧେ ସେତେବେଳକୁ 6ଟା ଭିତରେ କିଛି ସମୟ ହେଇଥିବ। ଆଖିକୁ କେଉଁ ନିଦ ଅଛି ଯେ 1ରେ ଶୋଇଲେ କେତେ, 7ଟାରେ ଶୋଇଲେ କେତେ, ନିଦ ଭାଙ୍ଗି ଯାଉଥିଲା।
ମୁଁ ଘରୁ କିଛି ଫୁଲ ନେଇକି ଯାଇଥିଲି। ସେ ଯେଉଁ ଅରଖ ଫୁଲ ଗୁଡ଼ିକ ଆମେ ବସିକି ଛଡ଼ାଛଡ଼ି କରିଦେଲୁ, ମାନେ ତାକୁ ଯେଉଁ ମାଳ ଗୁନ୍ଥିବା ପୂର୍ବରୁ ଯେଉଁ ଛଡ଼େଇ ଦିଆ ହୁଏ ତାକୁ ଛଡ଼େଇ ଦେଲୁ, ଆଉ ଛଡ଼େଇକି ବସିକି ତାକୁ ଗୁନ୍ଥିଲୁ। ଅରଖ ମାଳ ଗୁନ୍ଥିବାରେ ସେମିତି କିଛି ନାହିଁ, କେବଳ ଟିକେ ଛୁଞ୍ଚିରେ ଯିଏ ଗଳେଇ ଶିଖିଥିବ ସିଏ ହିଁ ଗୁନ୍ଥିଥିବ। ମୋତେ ଅଳ୍ପ ଲାଗୁଥିଲା, କିନ୍ତୁ ପ୍ରକୃତରେ ମୁଁ ଗୁଡ଼ାଏ ଫୁଲ ନେଇଯାଇଥିଲି, ଆଉ ସେଥିରେ ଆମେ 3-4ଟି ମାଳ ଗୁନ୍ଥିଦେଲୁ। କିଛି ବେଲପତ୍ର ବି ମୁଁ ନେଇଥିଲି, ତାକୁ ସବୁ ସଜଡ଼ା ସଜଡ଼ି କରି ଥୋଇ ଦେଇକି ଆମେ ନିଜ ନିଜର ନିତ୍ୟକର୍ମ କରିବା ପାଇଁ ବାହାରି ଗଲୁ। ଯାହାଙ୍କ ଘରେ ମୁଁ ଥିଲି ତାଙ୍କୁ ତ ବହୁତ ଧନ୍ୟବାଦ ଦେବି, ତାଙ୍କୁ ତ ମୁଁ ସିଧାସଳଖ ଚିହ୍ନିନି, ମୁଁ କାର୍ତ୍ତିକ ମାଧ୍ୟମରେ ତାଙ୍କ ଘରେ ରହିଥିଲି। ତଥାପି ତାଙ୍କର ଯେଉଁ ସେତିକି ସମୟର ବ୍ୟବହାର ମୋତେ ସବୁଦିନ ପାଇଁ ମନେ ରହିବ। ତାଙ୍କ ଝିଅ ବି ମୋତେ ମାଳ ଗୁନ୍ଥିବାରେ ସାହାଯ୍ୟ କଲେ ପୂଜା, ତାପରେ ଅଧା ମାଳ ଗୁନ୍ଥିଲା ପରେ ସେ କ'ଣ କାମରେ ଗଲେ ଭାରି, ମୁଁ ବସିକି ମାଳଟିକି ସମ୍ପୂର୍ଣ୍ଣ କଲି। ମୋର ସବୁବେଳେ ମୁଁ କହେ ସ୍ଥାନ ପରିବର୍ତ୍ତନ ହେଲେ ବି ମନ ପରିବର୍ତ୍ତନ ହେଇଯାଏନି। ମୁଁ ଯେଉଁଠିକି ଯାଏ ନିଶ୍ଚୟ ମାଳଟିଏ ଗୁନ୍ଥେ। ଆଉ ଜଗନ୍ନାଥ କେଉଁଠି ନାହାନ୍ତି ଯେ ମୋ ମାଳଟା ରହିଯିବ। ସେଦିନ ତୁଳସୀ ମାଳଟିକୁ ଆମେ ଅଲଗା ଗୋଟେ ବ୍ୟାଗ୍ରେ ରଖିଲୁ। ଇଏ ହେଉଛନ୍ତି ପୂଜା। ମାଳ ଗୁନ୍ଥି ସାରି ଆମେ ବାହାରି ପଡ଼ିଲୁ ମନ୍ଦିର ଅଭିମୁଖେ। ମୁଁ ତାଙ୍କୁ ଡାକିଲି, ମୁଁ କହିଲି ମା' ମୁଁ ତୁମ ସାଙ୍ଗେ ଟିକେ ବି ସମୟ ଦେଇପାରୁନି, କାହିଁକିନା ଭାବନ୍ତୁ ସନ୍ଧ୍ୟା 5ଟାରୁ ଏତିକି ପର୍ଯ୍ୟନ୍ତ କେମିତି ଆମର ସମୟ ଗଲାଣି, ମାନେ ସୋମବାର ସନ୍ଧ୍ୟା 5ଟାରୁ ଏବେ ବୋଧେ ମଙ୍ଗଳବାର ଦିନ 8:30-9ଟା ହେଇଗଲାଣି। ଆମେ ତାଙ୍କ ଘରେ ଜିନିଷପତ୍ର ଥୋଇ ଦେଇ ଦିହେ ଦିହେ ବାହାରି ଆସିଲୁ। ବାହାରିକି ଆମେ ଗଲୁ ସିଦ୍ଧ ମହାବୀର ମନ୍ଦିରକୁ। ଏ ମନ୍ଦିର ବି ମୁଁ ଆଗରୁ କେବେ ଯାଇନଥିଲି, ପ୍ରଥମ ଥର ପାଇଁ ଏଠିକି ଗଲି। ଯେତେ ଯାହା ଡିକ୍ଲାର ହେଲେ ବି ଜଗନ୍ନାଥ ମନ୍ଦିରର ସମୟ କେହି କେବେ ସଠିକ୍ କହିପାରିବାର ନଜିର ମୋ ପାଖରେ ନାହିଁ। କାହିଁକିନା ମୁଁ ଯେତେ ଥର ଯାଇଛି କିଛି ନା କିଛି ଗୋଟେ ନୂଆ ଜିନିଷ ଦେଖିଛି, କିଛି ଗୋଟେ ଭିନ୍ନତା ଦେଖିଛି। ତେଣୁ ଯଦିଓ କୁହାଯାଉଥିଲା ଯେ 2ଟା ପୂର୍ବରୁ ନବଯୌବନ ବେଶ ବା କ'ଣ ଆଉ ଗୋଟେ କୁହନ୍ତି ମନେ ପଡ଼ୁନି, ହଁ ସେଇ ନବଯୌବନ ବେଶ ଦେଖି ହେବ ନାହିଁ, ତଥାପି ଆମେ ଭାବିଲୁ ଯେ ଘରେ ବସିକି ଲାଭ କ'ଣ, ବରଂ ବଡ଼ ଦାଣ୍ଡକୁ ଚାଲିଗଲେ ଭଲ। ତେଣୁ ସିଦ୍ଧ ମହାବୀରଙ୍କ ଦର୍ଶନ ପରେ ପରେ ଆମେ ପ୍ରକୃତରେ ବଡ଼ଦାଣ୍ଡକୁ ଗଲୁ ଭାରି। ବଡ଼ଦାଣ୍ଡକୁ ଗଲାବେଳକୁ ଯାଇକି ପହଞ୍ଚିଲା ବେଳକୁ ବିଭିନ୍ନ ପ୍ରକାର ଦୃଶ୍ୟ ସବୁ ଦେଖୁଥିଲୁ। କେଉଁଠି ପୋଲିସ ବାହିନୀ ବା ଅନ୍ୟ କିଛି ସୁରକ୍ଷା ବାହିନୀ କୁକୁର ସହିତ ସୁରକ୍ଷା କରିବା ପାଇଁ ବଡ଼ଦାଣ୍ଡରେ ବୁଲୁଥିଲେ, କେଉଁଠି କେହି ବେପାର କରିବାକୁ ଆସିଥିଲେ। ଏଇ ଯେଉଁ ରୁଦ୍ରାକ୍ଷମାନଙ୍କରେ ସବୁ ଏକଦମ ଶିବଲିଙ୍ଗ ହେଇକିରି କ'ଣ କେବେ ରୁଦ୍ରାକ୍ଷ ଫଳିବ? ସାଧାରଣ ଲୋକ ଅନେକ କଥା ଜାଣନ୍ତି ନାହିଁ, ସେମାନଙ୍କୁ ଏମାନେ ଭଲ ଠକୁଥିଲେ। ମୁଁ ତାଙ୍କୁ ସେଇଟା ବାରମ୍ବାର ପଚାରୁଥିଲି, ଦେଖ ମା' ଏମିତି କ'ଣ କେବେ ସତରେ ଫଳିବ? ତମେ ଏଇଟା କାହିଁକି ରଖୁଛ? ସେ ମୋତେ ହସିଲେ। ତାପରେ ଆମେ ଆଗକୁ ଆସିଲୁ, ଆଉ ପୁଣି ରଥ ପାଖରେ ଟିକେ ଫଟୋ ଉଠେଇଦେଲି। ସେ ପର୍ଯ୍ୟନ୍ତ ରଥରେ କନାପଟା ଲାଗି ହେଇନଥିଲା, କିନ୍ତୁ ସନ୍ଧ୍ୟାବେଳେ ଆମେ ଯେତେବେଳେ ଆଇଲୁ ସେତେବେଳକୁ ରଥ ପାଖାପାଖି ସମ୍ପୂର୍ଣ୍ଣ ହେଇଯାଇଥିଲା। ପୁଣି ସେଇ ରଥ ଖଳାର ଚିତା ଝୋଟି ଦେଖିକି ମହାପ୍ରଭୁଙ୍କ ନୀଳଚକ୍ରକୁ ଅନେଇ ଅନେଇ ଗଲାବେଳକୁ ଆଉ ଗୋଟିଏ ଦୃଶ୍ୟ ମୋ ଆଖିରେ ପଡ଼ିଲା। କେତେଜଣ କଳାକାର ସେଠି ନୃତ୍ୟ ଅଭ୍ୟାସ କରୁନଥିଲେ, ନୃତ୍ୟ ସୁଟିଂ ହେଉଥିଲା, ଚିତ୍ର ଉତ୍ତୋଳନ ହେଉଥିଲା। ତେଣୁ ଆମେ ସେଠି ଟିକେ ରହିଗଲୁ ଦେଖିବାକୁ। ଦେଖିଲା ବେଳକୁ ସେ ଭିତରେ ଜଣେ କୁନି କଳାକାର ଥିଲେ। ଭାରି ମଜା ଲାଗିଲା ସେ ଦୃଶ୍ୟ ଦେଖିବାକୁ। ମହାପ୍ରଭୁଙ୍କ ବଡ଼ଦାଣ୍ଡରେ ଏମିତି ସୁନ୍ଦର ନୃତ୍ୟ ନାଚ ଗୀତ ଯେଉଁଠି ଦେଖିଲେ ବି ଏଠି ଦେଖିବାର ମୂଲ୍ୟବୋଧ ଗୋଟେ ଭିନ୍ନ। ଆମେ ସେଠି ଗୁଡ଼ାଏ ସମୟ ଠିଆ ହେଇକି ନାଚ ଦେଖିଲୁ। ନାଚର ଗୀତଟି ଥିଲା ଦେଖ ଗୋ ସଖୀ ଦେଖ ଗୋ। ସେଇଥିରେ ପିଲାମାନେ ନାଚୁଥିଲେ, ଆଉ ଭାରି ସୁନ୍ଦର ଲାଗୁଥିଲା ନାଚ। ସେଠୁ ମୋ ମନକୁ ହଠାତ୍ ଆସିଲା ମୋ ଘରର ପିଲାମାନଙ୍କୁ ଟିକେ ଜଣେଇ ଦେବାକୁ। ମୁଁ ଘରକୁ ଫୋନ୍ କଲି, ଭିଡ଼ିଓ କଲ୍ କଲି। ଯାହା ହଉ ସମସ୍ତେ ସେଥିରେ ଯୋଗ ଦେଇଥିବାରୁ ମନ ବହୁତ ଖୁସି ହେଲା। ସେମାନଙ୍କୁ ନାଚ ବି ଦେଖେଇଲି ଭିଡ଼ିଓ କଲ୍ ମାଧ୍ୟମରେ। ତାପରେ ଆମେ ବି ଆଉ କିଛି ସମୟ ଦେଖିଲୁ। ମୁଁ ଦେଖିଲି ଏଠି ଆଉ ବେଶୀ ସମୟ ରହିକି କିଛି ଲାଭ ନାହିଁ, ଯେ କ'ଣ ହେବ ସେତେବେଳେ ପର୍ଯ୍ୟନ୍ତ ତ ମହାପ୍ରଭୁଙ୍କର କିଛି କାମ ସରିନି, ଆଉ ଦେଖିବି କ'ଣ। ସେଠୁ ନାଚ ପାଖରୁ ଆମେ ସେଠୁ ବିଦାୟ ନେଲୁ। ସେତେବେଳକୁ 10:30 11ଟା ହେଇଥିବ। 11ଟା ବେଳକୁ ଗଲୁ ଭାରି ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖକୁ। ସିଂହଦ୍ୱାର ସମ୍ମୁଖରେ ତ ସବୁ ଲେଖା ବାହାରୁଛି ନା, କେତେବେଳେ ମହାପ୍ରଭୁଙ୍କର କେଉଁ ବେଶ ହେଉଛି କ'ଣ ହେଉଛି ଏସବୁ ଉପରେ। ଆମେ ଖାଲି ସେ ଭିତରେ ଟିକେ ମେଘ ସବୁବେଳେ ଝିପଝିପ୍ ହେଉଥାଏ, ଆମେ ଟିକେ ଆସି ଅନେଇ ଦେଉଥାଉ, ଦେଖୁନାହାନ୍ତି ମନ୍ଦିର ଦ୍ୱାର ବନ୍ଦ। ସେଠି ଗୋଟେ ଛୋଟ ଜଳାପଟେ
ଛୋଟ ଜଳା ମାନେ ସେ ଜଳାଟା ବୋଧେ ଆମ ସାଧାରଣ ଘରର ଦୁଆର ମୁହଁ ଏଠିକି ହେବ। ସେ ଜଳାପଟେ ସବୁ ଯେଉଁମାନେ କର୍ମାଣୀ କରୁଥାନ୍ତି, ନୀତି କରୁଥାନ୍ତି, ନୀତିକାନ୍ତି କରୁଥାନ୍ତି, ସେମାନେ ସବୁ ଯାତାୟାତ କରୁଥାନ୍ତି। ସବୁଆଡ଼େ ପୁଲିସ ମୁତୟନ ହୋଇଥାନ୍ତି। ଆମେ ତ ସେ ଦୁଆର ମୁହଁରେ ଠିଆ ହେଇକି ଖାଲି ନୀଳଚକ୍ର ବାନାକୁ ଅନେଇକି ଗୋଟିଏ ପ୍ରାର୍ଥନା, ମହାପ୍ରଭୁ ତୁମେ ଦର୍ଶନ ଦିଅ, ଆଉ କିଛି ନୁହଁ। ତାପରେ ସେଇଠି ଏପଟ ସେପଟ ଗପ ସପ ଏମିତି ହେଉଥାଉ। ପୁଣି ମେଘ ହେଲେ ସେ ଜୋତା ଷ୍ଟାଣ୍ଡ କଡ଼ରେ ହେଉ କି କେଉଁଠି ଟିକେ ଟେଣ୍ଟ ଅଛି ଯଦି ତା ତଳକୁ ହେଉ ଦୌଡ଼ି ଯାଇକିରି ଠିଆ ହେଉଥାଉ। ଘଣ୍ଟା ପରେ ଘଣ୍ଟା ବିତି ଯାଉଥାଏ, କିନ୍ତୁ ଖୁସି ଲାଗୁଥାଏ। ଯାହା ହଉ ଏ ବର୍ଷ ମୋର ବଡ଼ ଭାଗ୍ୟ, ସେଥର ଦର୍ଶନ କରିବାକୁ ଆସିଥିଲି, ମନ୍ଦିର ଭିତରେ ବହୁତ ସମୟ ଅତିକ୍ରାନ୍ତ କରିଥିଲି। ଆଜି ଆସିଲୁ କାହିଁକିନା ଗତ ବର୍ଷ ମୁଁ ଯେଉଁ ନବଯୌବନ ଦର୍ଶନ କରିଥିଲି, ଆମେ 10:30 11ଟା ବେଳକୁ ମନ୍ଦିର ଭିତରେ ପ୍ରବେଶ କରିସାରିଥିଲୁ। କିନ୍ତୁ ଆଜି ତ 3:30 ପର୍ଯ୍ୟନ୍ତ ବି ମନ୍ଦିର ଦ୍ୱାର ହିଁ ଖୋଲି ନଥିଲା। ମନ ଭିତରେ ଉତ୍କଣ୍ଠା, କେତେବେଳେ ସେ ସମୟ ଆସିବ, ଦ୍ୱାର ଫିଟିବ, ଆମେ ଯାଇକି ମହାପ୍ରଭୁଙ୍କୁ ଦର୍ଶନ କରିବୁ। କେତେବେଳେ ଯାଇ ଟିକେ ମେଘ ଭୟରେ ଭିତରେ ବସି ପଡ଼ୁଥାଏ, କେତେବେଳେ ଆସି ନୀଳଚକ୍ର ବାନାକୁ ଅନଉଥାଏ, ସେଠି ଥିବା ବିଭିନ୍ନ ପ୍ରକାର ଫୁଲ ଗଛକୁ ଦେଖୁଥାଏ। ଏତିକିବେଳକୁ ମୋର ପରିଚିତ କାଳିଆ, ଯିଏ ମୋତେ ମନ୍ଦିରକୁ ଗଲା ମାନେ ନିଶ୍ଚୟ ଆମେ ଦେଖା ହେଉ, ତାଙ୍କ ସାଙ୍ଗେ ବି ଦେଖା ହେଇଗଲା। ଯେତେ ଅଧିକ ଲୋକ ବସିଲେ ଟିକେ ଗପସପ କରିକି ଠାକୁରଙ୍କ ବିଷୟରେ ଗପିକି ତ ସମୟ କାଟିବା କଥା ଆଉ। ଏମିତି ଏପଟ ସେପଟ ହେଉଥାଉ। ପାଖରେ ସେଠି ମହାବୀରଙ୍କର ଆଳତୀ ହେଲା। ଆମେ ସବୁ ସେଠି ଯାଇ କିଛି ସମୟ କଟେଇ ଦେଲୁ, ଆଳତୀ ନେଲୁ। ତାପରେ ପୁଣି କ'ଣ କରିବୁ, ସମୟ ସରୁନି। ମୁଁ ଖାଲି ଭାବୁଥାଏ ଏତେ କଥା ହେଉଛି, କିଏ ଗୋଟେ ଚାହା ବିକ୍ରି କରିବାକୁ ଆସନ୍ତାନି। କିନ୍ତୁ ତା ଭିତରେ ଚାହା ବିକ୍ରି କରିବା କ'ଣ ଠିକ୍ କି? ସେଠି ଚାହା ବିକିଲେ କେମିତି ହେବ? ଆମେ ସେଠୁ ପଳେଇଗଲୁ ପୁଣି କପାଳେଶ୍ୱର ମନ୍ଦିରକୁ, କପାଳେଶ୍ୱର ମହାଦେବଙ୍କ ମନ୍ଦିରକୁ। ମୁଁ ବି ସେ ମନ୍ଦିର କେବେ ଦେଖିନି। ଏଇ ପ୍ରସ୍ତାବ ଦେଲେ କାର୍ତ୍ତିକା, କହିଲେ ଗୋଟେ ନୂଆ ମନ୍ଦିର ତୁମେ ତ ଦେଖିନ, ଦେଖିବ, ଚାହା ଯଦି ମିଳୁଥିବ ପିଇ ଦେଇକି ଆସିବ। ଆମେ ପୁଣି 4 ଯାକ ସିଆଡ଼େ ଗଲୁ। ସେଠି ଚାହା କ'ଣ ପିଇବି, ମନ୍ଦିର ଭିତରେ ଗୋଟେ ଭଲ ଜିନିଷ ଦେଖିଲେ ପଣସ ପୁରା ଚେରରେ ଫଳିଛି, ଲାଗୁଛି ଯେମିତି ଥୁଆ ହେଇଛି। ଆଉ ବହୁତ ଗୁଡ଼ିଏ ପାହାଚ ଅତିକ୍ରମ କରିକି ଆମେ ଭିତରକୁ ଗଲୁ। ଭିତରେ ଗୋଟିଏ ସୁନ୍ଦର ମନ୍ଦିର, ସେଠି ଦେବଦେବ ମହାଦେବ ଅଛନ୍ତି। ଆଉ ସେଠି ଗୋଟେ କ'ଣ କୂଅ ଅଛି, କ'ଣ କହିଲେ ମଣିକର୍ଣ୍ଣିକା କୂଅ। ସେଠି କ'ଣ ଅସ୍ଥି ବିସର୍ଜନ ହୁଏ, ମାଙ୍କଡ଼ମାନେ ସେଠି ଭାରି ଦୌରାତ୍ମ୍ୟ କରୁଥିଲେ। ଆମେ ସବୁ ଦେଖାଦେଖି କରି ବାହାରିକି ଆସିଲୁ। ସେଇଠୁ ବି ବଡ଼ ଦେଉଳର ବାନା ଦେଖାଯାଉଥିଲା। ଭାରି ସୁନ୍ଦର ପରିବେଶ। ସେ ଭିତରେ କିଛି କୋଳାହଳ ଶୁଭୁନି, କିଛି ନାହିଁ। ସେଠି ଚାହା ମିଳିଲାନି। ଆମେ ସବୁ ମିଠା ଫିଠା ଟିକେ ଖାଇ ଦେଇକି ପଳେଇ ଆଇଲୁ। ଦିନଯାକ ଆମେ ଆଉ ଅନ୍ନ ପ୍ରସାଦ ଖାଇନୁ, କାହିଁକିନା ଭିତରକୁ ତ ଯିବା ନିଷେଧ। ଆଉ ପାଖକୁ ଯାଇ ହୋଟେଲରେ ଖାଇକି ପୁଣି ଆସିବୁ, ଏମିତି ବି ମୋର ମଙ୍ଗଳବାର ଥିଲା। ତେଣୁ ଖାଇବା କଥା କିଏ ପଚାରେ, କେତେବେଳେ ମହାପ୍ରଭୁଙ୍କୁ ଦର୍ଶନ ମିଳିବ ସେଇ ଚିନ୍ତାରେ ଆମ ଦିନ କଟୁଥାଏ। ବିଭିନ୍ନ ପ୍ରକାର ଲୋକ ବିଭିନ୍ନ ଭଳିରେ ଆସୁଥାନ୍ତି, କେତେ ସାଧୁ ସନ୍ଥ, କେତେ ଦୂର ଦୂରାନ୍ତର ଲୋକ, ସବୁ ପ୍ରକାର ଲୋକ ଆସୁଥାନ୍ତି। କେହି ଅଧୈର୍ଯ୍ୟ ନୁହେଁ। ଆଉ ଆମେ କ'ଣ ଅଧୈର୍ଯ୍ୟ ହେବୁ? ସେମିତି ବସି 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 ଶେଷକୁ 4ଟା ବାଜିଗଲା, ତଥାପି ମହାପ୍ରଭୁଙ୍କ ଦ୍ୱାର ଖୋଲିଲା ନାହିଁ। ବଡ଼ ନିରାଶ ବି ଲାଗୁଥାଏ। ଏତେ ସମୟର ଅପେକ୍ଷା ପରେ ମହାପ୍ରଭୁଙ୍କର କୃପା ହେବ କି ନାହିଁ। ମୁଁ ବି ମଝିରେ ଗୋଟେ ଲାଇଭ୍ ପ୍ରୋଗ୍ରାମ୍ ବି କଲି, ଯେହେତୁ ମୋର ହେଠି ଦେଖୁନାହାନ୍ତି କେତେ ଭଳିରେ ସାଧୁ ସନ୍ଥ, କେତେ ବିଭାଗର ଲୋକ ସବୁ ଯାଉଥାନ୍ତି। ଆଉ ସତକୁ ସତ 4:45ରେ ମହାପ୍ରଭୁଙ୍କ ଦ୍ୱାର ଫିଟିଲା। ତାଙ୍କର ଅପାର କରୁଣାରୁ ଆମେ 3 ଜଣ ଯାକ ମହାପ୍ରଭୁଙ୍କର ନବଯୌବନ ବେଶ ଦର୍ଶନ କଲୁ। ଆସିଲା ଠିକ୍ ସବୁ ସରିଲା ବେଳକୁ ପଚାରିଲା ମେଘ। ମୋତେ ନେଇକି ବସ୍ ଷ୍ଟାଣ୍ଡରେ ବସେଇଦେଲେ, କାହିଁକିନା ଜିନିଷ ପାଇଁ ଗଲାବେଳକୁ ଏତେ ବାଟ ଚାଲିକି ଯିବାକୁ ପଡ଼ିବ। ମୁଁ ସେ ଯେଉଁ ବୁଢ଼ୀ ଭଉଣୀ ଜଣଙ୍କ ପାଖରେ ବସିଥିଲି, ତାଙ୍କରି କଥା ଶୁଣିକି ମୁଁ ଅଭିଭୂତ ହେଉଥିଲି। ସେ କେତେ ବୟସ୍କ ଆପଣମାନେ ଦେଖିଲେ। କଟକରୁ ସେ ଏକା ଆସିଥିଲେ, କଟକକୁ ଆଉ ବସ୍ ନଥିଲା। ତଥାପି ସେ ଦୃଢ଼ତାର ସହିତ କହୁଥିଲେ ଯେ ଏଇ ବେଞ୍ଚରେ ବସିକି ମୁଁ ମୋର ରାତି ପୁହାଇ ଦେବି। ହେଲେ ମୁଁ ତ ସେ ଯେଉଁ ବାଇକ୍ର ଲୁହାଟା ନଥିଲା, ସେଇଟା ମୋ ପାଇଁ ଭୟ ଥିଲା। ଆଉ ଏତେ ବର୍ଷାରେ କେମିତି ଯିବି? ଆମେ ରହିଯାଇଥାନ୍ତୁ, କି ରହିବାର ବି ସୁବିଧା ଥିଲା, କିନ୍ତୁ ଯେହେତୁ ମୋର ବୁଧବାର ଦିନ ଗୋଟେ ଜରୁରୀ କାମ ଥିଲା କଟକରେ, ମୁଁ ରାତାରାତି ପଳେଇ ଆସିଲି। ମୁଁ ବସ୍ରେ ଆସିଲି, ଆଉ ମୋ ଭଣଜା ଆସିଲେ ବାଇକ୍ରେ। ସିଏ ବି ଭଲରେ ଆସି ଘରେ ପହଞ୍ଚିଗଲେ। ମୁଁ ବରମୁଣ୍ଡାରୁ ଓହ୍ଲେଇକି ଗୋଟେ ଅଟୋ କରିକି ପଳାଇଲି। ସେୟାରିଂ ଅଟୋ ଆଉ ନଥିଲା। ପିଲାମାନଙ୍କୁ ଆଉ ରାତିରେ ହଇରାଣ କରିବାକୁ ଚାହୁଁନଥିଲି। ସେମାନେ କହିବା ସତ୍ତ୍ୱେ ବି ମୁଁ ମନା କଲି। ଘରେ ଆସି ପହଞ୍ଚିଲା ବେଳକୁ ମେଘ ପବନରେ କ'ଣ ହେଇକି ଲାଇନ୍ ନାହିଁ। ସେମିତି ଏକବସ୍ତ୍ରୀ ହେଇକିରି ମୁଁ ଶୋଇପଡ଼ିଲି। ଏତେ ବାଧା ଲାଗୁଥିଲା ଯେ ପଙ୍ଖା ପବନ କ'ଣ ଅଛି ନ ଅଛି ମୋତେ ଆଉ କିଛି ଜଣାପଡ଼ିଲାନି। ପରଦିନ ସକାଳୁ ଉଠିକି ମୋର ଦୈନନ୍ଦିନ କାର୍ଯ୍ୟକ୍ରମ
ମୁଁ ଯାଇକି ଫୁଲ ତୋଳି ଆଣିକି ଦୁଆର ମୁହଁରେ ଆମର ବସିକିରି ମାଳ ଗୁନ୍ଥିଲି। କାହିଁକିନା ଲାଇନ୍ ନାହିଁ, ଟେବୁଲ୍ ଉପରେ ବସିଲେ ମୁଁ ଛୁଞ୍ଚିରେ ସୂତା ପୁରେଇ ପାରିବିନି। ମୋତେ ଏତିକି ଖୁସି ଲାଗୁଥିଲା ଯେ ମୁଁ ପୁରୀ ଗଲି, ଆସିଲି, ଘରେ ପହଞ୍ଚିଲି, କିନ୍ତୁ ମୋର ମାଳ ଗୁନ୍ଥାରେ କୌଣସି ବ୍ୟାଘାତ ହେଇନଥିଲା। ତା ପରଦିନ ବି ମାନେ 2 ଦିନ ଯାକ ଗୁନ୍ଥିଲି, ସୋମ ମଙ୍ଗଳ ବୁଧ 3 ଦିନ ଯାକ ମୁଁ ମାଳ ଗୁନ୍ଥି ପାରିଥିଲି। ସୋମବାର ତ ସକାଳୁ ଗୁନ୍ଥି ଦେଇ ଯାଇଥିଲି। ଆଜି ଗୁରୁବାର, ଆଜି ମହାପ୍ରଭୁଙ୍କର ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା, କିନ୍ତୁ ମୁଁ ଯାଇପାରିନି। ଆମର ଗୋଟେ ପାରିବାରିକ କର୍ମ ଅଛି। ସକାଳେ ଆଜି ମୁଁ ମହାପ୍ରଭୁଙ୍କ ପାଇଁ ତୁଳସୀ ମାଳ ଗୁନ୍ଥିଛି, ଆଉ ସତ ନିବେଦନ କରିଛି, ପ୍ରଭୁ ତମେ ମୋତେ ସଂସାର ଦେଇଛ, ମୋର ପାରିବାରିକ କର୍ତ୍ତବ୍ୟ ରହିଛି, ହେଲେ ତମ ପ୍ରତି ଅସୀମ ଭଲ ପାଇବା ବି ରହିଛି। ତମ ଘୋଷଯାତ୍ରାକୁ ମୋତେ ନେବ। ତମେ କ'ଣ ସତରେ ଆଜି ହିଁ ପଳେଇଯିବ ମାଉସୀ ଘରକୁ? ଦଣ୍ଡେ ରହିବ ରଥରେ, ଟିକିଏ ଆଖି ପୂରେଇ ଦେଖିଦେବି। ପହଞ୍ଚି ନଥିବ, ଟିକିଏ ବାକି ଥିବ ରଥ ଭିଡ଼ିବାକୁ। ଏତିକି ନିବେଦନ କରିକି ଆଜି ତୁଳସୀ ମାଳ ଅର୍ପଣ କରିକି ଆମର ପାରିବାରିକ କାମରେ ମୁଁ ବ୍ୟସ୍ତ ଅଛି। ଦେଖାଯାଉ କ'ଣ ହେଉଛି।